এই ସବୁ ଗଛ ଲାଗିଛି ଦୁଆର ସାମ୍ନାରେ। ମାନେ ଏଇଟା ମୋର ସବୁଠୁ ଫେଭରାଇଟ୍ ଗଛ ଦେଖନ୍ତୁ। ଜୟ ଜଗନ୍ନାଥ ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ। ମୁଁ କାର୍ତ୍ତିକ ୱେଲକମ୍ କରୁଛି ଆଉ ଏକ ନୂଆ ବ୍ଲଗ୍ରେ। ସାଙ୍ଗମାନେ ଆଜି ତ କୁଆଡ଼େ ବାହାରକୁ ଯିବାର ନାହିଁ, ତ ଯିବା ଟିକେ ଆମ ଛାତ ଉପରେ ଯେଉଁ ଗଛ ଲାଗିଛି ଗାର୍ଡ଼େନ୍ କରିଛି ମୁଁ, ତା ଉପରେ ଦେଖିବା କ'ଣ ସବୁ ଗଛ ମାନେ କେମିତି ଅଛନ୍ତି। ଚାଲନ୍ତୁ ଦେଖିବା ଟିକେ। ଏଇଟା ଗୋଲାପ ଗଛ, ଏରା ସବୁ ନା ମୁଁ ଜାଣିନି, ଆପଣମାନେ କିଏ ଜାଣିଛନ୍ତି ନା କମେଣ୍ଟରେ ନିଶ୍ଚିତ ଭାବରେ ଲେଖିବେ। ଏଇଠି ହେଉଛି ଏଇଟା ଟଗର, ଏଇଟା ତରାଟ, ମନ୍ଦାର, ରଙ୍ଗଣୀ ଦେଖନ୍ତୁ କେତେ ପ୍ରକାରର। ଦେଖନ୍ତୁ ଏଇସବୁ ଗଛ। ବର୍ଷା ବି ପୁଣି ଆଉଥରେ ଷ୍ଟାର୍ଟ ହେଇଗଲାନି, ସେଥିପାଇଁ ଆଜି କୁଆଡ଼େ ଯିବା ପାଇଁ ପ୍ଲାନ୍ ବି ନାହିଁ, କାରଣ ବର୍ଷାରେ କୁଆଡ଼େ ଯିବା ପାଇଁ ତ ଭଲ ଲାଗିବନି। ତ ଏଠି ଦେଖନ୍ତୁ ଏଇ ସବୁ ଗଛ ମୁଁ ଲଗେଇଛି। ଏଇଟା ଗୋଲାପ ଗଛ, ଏଇଟା ହେଉଛି ଏଇ ଗଛଟା କ'ଣ ଭୁଲିଗଲି। ଆପଣମାନେ କିଏ ଜାଣିଛନ୍ତି ଏ ଗଛଟା କ'ଣ କମେଣ୍ଟରେ ନିଶ୍ଚିତ ଭାବରେ ଲେଖିବେ। ମୁଁ ଭୁଲି ଯାଇଛି ଗଛଟା। ଆଉ ଏଇଟା ତ ଜାଣିଛନ୍ତି ସମସ୍ତେ ମଲ୍ଲି ଗଛ, ଏଇଟା ରଙ୍ଗଣୀ ଗଛ, ଏଇଟା ରଜନୀଗନ୍ଧା, ମନ୍ଦାର, ସଦାବାହାର, ଛୋଟ ଟଗର। ଆଉ ଏଇଠି ନା ସବୁ ଗଛର ଚାରା ଏଇ ଭିତରେ ଅଛି। ମାନେ ଯେଉଁ ଗଛ ମୁଁ ଯେତେବେଳେ ପ୍ରୁନିଂ କରାଏ ଗଛ, ସେଗୁଡ଼ାକ ମୁଁ ଫିଙ୍ଗେନି, ଏଇ ଡ୍ରମ୍ରେ ପକାଇଦିଏ, ତାର ସେ ଗଛ ହେଇଯାଏ। ଏଇଠି ଗୋଟେ ଟମାଟୋ ଗଛ ବି ହେଇଛି। ଆଉ ଏଇଠି ଦେଖନ୍ତୁ ଏଇଟା ହେଉଛି ଅପରାଜିତା ଗଛ, କଳା ଅପରାଜିତା, ଏଇଟା ତୁଳସୀ ଗଛ, ଏଇଟା ହ୍ୱାଇଟ୍ କଲର୍ର ସଦାବାହାର। ଏମିତି ସବୁ ବିଭିନ୍ନ ପ୍ରକାରର ଗଛ ଲାଗିଛି। ଏଇଠି ଗୋଟେ ବଢ଼ିଆ ଗଛଟେ ଉଠିଛି, ଏଇଟାକୁ ମୁଁ ଅଲଗା କରିବି। ଅଲଗା ଗୋଟେ ଆକୁ ଶାଖା ଦେବାକୁ ପଡ଼ିବ, ଯେହେତୁ ଏ ଗଛଟା ବଢ଼ିବ ଆଗକୁ। ତାପରେ ଆ ଦେହରେ ବି ଶାଗ ଗଛ ଉଠିଯାଇଛି, ଏଟାକୁ ଉପୁଡ଼େଇ ଦେବାକୁ ପଡ଼ିବ, ନହେଲେ ଗଛ କମଜୋରି ହେଇଯିବ। ଏଇଠି ଗୋଟେ ଛୋଟ ସରୁ ପତ୍ରର ମନି ପ୍ଲାଣ୍ଟ ଲାଗିଛି, ଏଟାକୁ ଅଲଗା କରିବାକୁ ପଡ଼ିବ। ତ ଯିବା ଆଜି କିଛି ଗଛମାନଙ୍କର, ଯେହେତୁ ବର୍ଷା ହେଉଛି କୁଆଡ଼େ ତ ଯିବାର ନାହିଁ, ଗଛମାନଙ୍କର ଟିକେ ସେବା କରିଦେବା। ଗଛ ଗୁଡ଼ାକ ଏମିତି ଅନଉଛନ୍ତି ମୋତେ, ଯେମିତି ଡାକୁଛନ୍ତି ସଦାବେଳେ ଯେ ଆସ ଆମର ସେବା କରିବା ପାଇଁ। ଦେଖନ୍ତୁ ଏସବୁ ଗଛ। ଆଉ ଆପଣମାନେ କେଉଁ ଗଛ ଲଗେଇଛନ୍ତି କମେଣ୍ଟରେ ନିଶ୍ଚିତ ଭାବରେ ଲେଖିବେ। ଆପଣ କମେଣ୍ଟ କରୁନାହାନ୍ତି ବିଲକୁଲ ବି, କମେଣ୍ଟ ଟିକେ କରନ୍ତୁ। ଆପଣ ଗୋଟେ କମେଣ୍ଟ, ଗୋଟେ ଲାଇକ୍ କଲେ ଆମକୁ ଆହୁରି ଖୁସି ଲାଗିବ। ତ ଆପଣମାନେ କମେଣ୍ଟ, ଗୋଟେ ଲାଇକ୍ ଗୋଟେ ଯେମିତି ହେଲେ କରିବେ। ଦେଖନ୍ତୁ, ଆଉ ଏଇଟା ଆମର ମାନେ ଅମୂଲ୍ୟ ରତ୍ନ କହିବାକୁ ଗଲେ, ନା କ'ଣ କହୁଛନ୍ତି? ଆଲୋଭେରା, ଘି କୁଆଁରୀ, ମାନେ ମେଡ଼ିସିନ ଗଛ ଏଇଟା ଗୋଟେ। ତ ଏଇସବୁ ଗଛ ଲାଗିଛି। ଆପଣମାନେ କି ଗଛ ଲଗେଇଛନ୍ତି କମେଣ୍ଟରେ ଜଣାଇବେ। ଦେଖନ୍ତୁ ସାଙ୍ଗମାନେ, ଏଇଟା ମୋର ସବୁଠୁ ଫେଭରାଇଟ୍ ଗଛ ଦେଖନ୍ତୁ। ଏଇ ଗଛର ନାଁ ବି ମୁଁ ଜାଣିନି, ଆପଣମାନେ କିଏ ଜାଣିଥିବେ ଏ ଗଛର ନାଁ କ'ଣ କମେଣ୍ଟରେ ନିଶ୍ଚିତ ଭାବରେ ଲେଖିବେ। ଆଉ ସାଙ୍ଗମାନେ ଯେଉଁମାନେ ବି ମୋ ଭଳିଆ ଗଛ ପାଗଳ ଥିବେ, ସେମାନଙ୍କୁ ବହୁତ ଖୁସି ଲାଗିବ ଏଇ ଟାଇପ୍ର ଗଛ ଦେଖିଲେ, କାହିଁକିନା ଗଛ ନିଶା ଗୋଟେ ଅଲଗା ପ୍ରକାର। ଦେଖନ୍ତୁ ସାଙ୍ଗମାନେ, ଏତିକି ଫୁଲ ଫୁଟିଛି, ବେଶୀ ଫୁଲ ଫୁଟିନି। ଆଉ ଯେଉଁ ଫୁଲ ଗୁଡ଼ା ଫୁଟିଛି ସେଗୁଡ଼ାକ ପୂଜା ହେବନି, ସେଟା କେବଳ ଶୋ ପାଇଁ। ଏଇଠି ଦେଖନ୍ତୁ ଏଇ ଫୁଲ ଗୁଡ଼ାକ ସବୁ ପୂଜା ହେବନି। ତ ଏତିକି ଫୁଲ ପୂଜା ପାଇଁ ଫୁଲ ଏତିକି ତୋଳା ହେଲା, ଆଉ ସବୁ ଏରା ଶୋ ଗଛ। ହଁ, ଏଇଠି ଗୋଟେ ମୁଁ ଲଗେଇଛି ପୁଣି, ଏଇଟା ମେରସୁଆଁ ଗଛ, କଡ଼ି ପତ୍ତା। ତ ସାଙ୍ଗମାନେ ଦେଖନ୍ତୁ ଏଇସବୁ ଗଛ ଲାଗିଛି ଦୁଆର ସାମ୍ନାରେ। କ'ଣ କ'ଣ ଲାଗିଛି କହୁଛି ଆପଣଙ୍କୁ। ଏଇଟା ହେଉଛି କଳା ରଙ୍ଗଣୀ ଆଉ ମନି ପ୍ଲାଣ୍ଟ ଗଛ। ଆଉ ଏଇଟା ଯେଉଁ ନଡ଼ିଆ ଗଛ ଭଳିଆ ହେଇଛି, ସେଇଟା କ'ଣ ମୁଁ ଜାଣିନି ଭଲ ଭାବରେ, ଆପଣମାନେ କମେଣ୍ଟରେ ନିଶ୍ଚିତ ଭାବରେ ଲେଖିବେ। ଏଇଟା ଦେଖନ୍ତୁ ଧଳା ଅପରାଜିତା। ଆଉ ଏଗୁଡ଼ା ସବୁ ପଚୁଲକାର ସବୁ ଛୋଟ ଛୋଟ ପଟ୍ରେ ଲାଗିଛି। ଆଉ ଦି ସାଇଡ଼୍ରେ ଦୁଇଟା ସଦାବାହାର ଗଛ, ଗୋଟେ ଆଲୋଭେରା ଗଛ ଲାଗିଛି। ଆଉ ଏଇଠି ସାମ୍ନାରେ ବି ପଚୁଲକା ଲାଗିଛି।
ଆଉ ଏଇଠି ଆମର ଏଲିଏନ୍ ବସିଛି, ଗୋଟେ ଏଲିଏନ୍। ହାଲୋ କହ ହାଲୋ।